ମା ଆମେ ଆରମ୍ଭ କରିବା ଆଲୋଚନା ଆଜି ଚିରନ୍ତନ ବହିର ପୃଷ୍ଠା 110 ବିଷୟବସ୍ତୁ ରହିଛି ପ୍ରତିକୂଳ ଶକ୍ତି ମାନଙ୍କ ଦ୍ୱାରା ଆକ୍ରମଣ। ଆମେ ପୂର୍ବ ଦିନରେ ଆଲୋଚନା କରୁଥିଲେ ଯେ କେତେ ପ୍ରକାରର ଶକ୍ତି ଆମକୁ ଆକ୍ରମଣ କରନ୍ତି। ଆଜି ପ୍ରତିକୂଳ ଶକ୍ତି ମାନଙ୍କ ଦ୍ୱାରା ଆକ୍ରମଣ ସେ ବିଷୟରେ ମା କଣ କହୁଛନ୍ତି ତାକୁ ପଢିବା ଏବଂ ତାକୁ କେମିତି ସମ୍ମୁଖୀନ ହବା ସେଇଟା ଶିଖିବା। ମା ଲେଖୁଛନ୍ତି ଯେତେବେଳେ ତୁମେ ଗୋଟିଏ ବିରୋଧୀ ଶକ୍ତି ଦ୍ୱାରା ଆକ୍ରାନ୍ତ ହେଉଛ ସେତେବେଳେ ନିଜକୁ ଡାକି କହ ହଁ ଏଇ ବିରୋଧୀ ଶକ୍ତିଟି ବାହାରୁ ଆସିଛି ଏବଂ ମୋତେ ଆକ୍ରମଣ କରୁଛି। କିନ୍ତୁ ମୋ ପ୍ରକୃତିରେ ଏପରି କିଛି ଅଛି ଯାହାର କି ଏହା ସହିତ ସାମଞ୍ଜସ୍ୟ ଅଛି। ତା ନହେଲେ ସେ ମୋତେ ଆକ୍ରମଣ କରିପାରନ୍ତା ନାହିଁ। ଆଚ୍ଛା, ମୁଁ ପ୍ରଥମେ ମୋ ଭିତରର ସେଇ ସତ୍ତାଟିକୁ ଖୋଜି ବାହାର କରିବି, ତାପରେ ତାକୁ ମୋ ଭିତରୁ ବିଦା କରିଦେବି କିମ୍ବା ତାକୁ ରୂପାନ୍ତରିତ କରିବି କିମ୍ବା ଚେତନାର ଆଲୋକ ତା ଉପରେ ପକାଇ ତାକୁ ସଚେତନ କରିଦେବି କିମ୍ବା ତାକୁ ଚିରଦିନ ପାଇଁ ଫାଟକ ଡିଆଇଁ ବାହାର କରିଦେବି, ଯେପରିକି ସେ ଆଉ ମୋ ଭିତରକୁ ଆସି ଗୋଳମାଳ ନ କରେ। ତାହେଲେ ବର୍ତ୍ତମାନ ଏଥିରୁ ରକ୍ଷା ପାଇବା ପାଇଁ ବାଟଟିଏ ମିଳିଲା ନା ନାହିଁ? ଯେତେବେଳେ ସେଇ ବିରୋଧୀ ଶକ୍ତି ତୁମକୁ ଆକ୍ରମଣ କରିବାକୁ ଆସେ ସେତେବେଳେ ତା ସହିତ ସାମଞ୍ଜସ୍ୟ ଥିବା ତୁମ ଭିତରର କୌଣସି ସତ୍ତା ଉଚ୍ଚାଟ ହୋଇ ତାକୁ ଡାକି ଆଣେ। ସେମାନଙ୍କ ଭିତରେ ଏକ ପ୍ରକାର ମିଳନ ଘଟିଯାଏ। କିନ୍ତୁ ଯଦି ସେହି ସମୟରେ ତୁମେ ପୁରା ଅଭିଭୂତ ହୋଇ ନଯାଅ ବା ଅଚାନକ ବିସ୍ମୟରେ ନିଜର ସତର୍କତା ନ ହରାଇ ଅତି ନିକଟରୁ ନିରୀକ୍ଷଣ କରିବ, ତୁମ ଭିତରେ କଣ ଏପରି ସ୍ପନ୍ଦନ ସୃଷ୍ଟି ହେଉଛି, ଏହା ଟାଟ୍ 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 ଶବ୍ଦ କରୁଥାଏ, ବାହାରୁ ଆଉ ଏକ ଜିନିଷ ପଶି ଆସିଥାଏ, ତାହେଲେ ତୁମେ ଏହାକୁ ଠିକ ଧରି ଦେଇ ପାରିବ। ତାକୁ ଧରିବା ସଙ୍ଗେ ସଙ୍ଗେ ତୁମେ କହିବ ତୋ ବନ୍ଧୁ ମାନଙ୍କ ସହ ତୁ ବାହାରି ଯା, ମୁଁ ଏଠାରେ ତୋତେ ଆଉ ଗୋଟିଏ ମୁହୂର୍ତ୍ତ ବି ଚାହେଁନା। ଆମେ ଦେଖିବା ଯେ ମା ଲେଖୁଛନ୍ତି ବିରୋଧୀ ଶକ୍ତି ଯେତେବେଳେ ଆମକୁ ଆକ୍ରାନ୍ତ କରେ ବା ଆକ୍ରମଣ କରେ ସେତେବେଳେ ଆମ ଭିତରେ ବେଳେ ବେଳେ କଣ ହୁଏ ନା ଆମର ବିରୋଧୀ ଶକ୍ତି ଆକ୍ରମଣ କରିଛି ମାନେ କଣ, ମୋର ନିଜସ୍ୱ ବ୍ୟକ୍ତିତ୍ୱ ଯାହା ତାହା ପ୍ରକାଶିତ ନ କରି ମୁଁ ବେଳେ ବେଳେ ଭିନ୍ନ ଭିନ୍ନ ଭାବରେ ଭିନ୍ନ ଭିନ୍ନ ଶକ୍ତି ଦ୍ୱାରା ପରିଚାଳିତ ହୋଇ ପରିପ୍ରକାଶ କରେ ମୋର କାର୍ଯ୍ୟ ଗୁଡିକ। ତାହେଲେ ମୋର ନିଜସ୍ୱ ସତ୍ତା କଣ? ମୋ ନିଜସ୍ୱ ସତ୍ତା ସବୁବେଳେ ଦେଖନ୍ତୁ ଆମେ ସୃଷ୍ଟି ହେଇଛେ ଯୋଉଠୁ, ଯେମିତି କଥାରେ କୁହନ୍ତି ଆମ୍ବ ଗଛରୁ ଯଦି ଆମ୍ବ ଟାକୁଆ ଟା ମୁଁ ଲଗେଇଛି ତାହେଲେ ଆମ୍ବ ଗଛ ହବ ଏବଂ ଆମ୍ବ ଫଳିବ। ତେଣୁ ମୁଁ ବି ହଉଛି ଭଗବାନଙ୍କର ସନ୍ତାନ। ମୋ ଭିତରେ ଭଗବାନଙ୍କର ସେଇ ସତ୍ତାର ଅଂଶ ନିଜେ ସ୍ଵୟଂ ବିଦ୍ୟମାନ ଅଛନ୍ତି। ତେଣୁ ମୋ ଭିତରେ ତାମାନେ ସମସ୍ତ ସାମର୍ଥ୍ୟ ସମସ୍ତ ଶକ୍ତି ଭରପୁର ହେଇ ରହିଛି। ତାହେଲେ ଭଗବାନ ଯେତେବେଳେ ଚିର ଜ୍ଞାନମୟ, ଚିର ଆନନ୍ଦ ଯୁକ୍ତ, ଚିର ଆଲୋକ ଯୁକ୍ତ, ସତ୍ୟ ଯୁକ୍ତ, ତେବେ ମୋ ଭିତରେ ଯେତେବେଳେ ଏଇ ସତ୍ୟ ବିରୋଧୀ ଯୋଉ ଯୋଉ ଗୁଡିକ ମୋ ଭିତରେ ଆସି ମତେ ପରିଚାଳିତ କରୁଛି, ଆମେ କଥା ହଉଥିଲେ କେମିତି ସେମାନେ ଆମକୁ କଣ୍ଢେଇ ସଦୃଶ ପରିଚାଳିତ କରନ୍ତି, ସେତେବେଳେ ମୁଁ ନିଜେ ଜାଣିବା ଉଚିତ ଯେ ମତେ ବିରୋଧୀ ଶକ୍ତି ଆକ୍ରମଣ କରିଛି। ମୋ ଭିତରେ ଡିପ୍ରେସନ ଆସିପାରେ, ମୋ ଭିତରେ ଅଭିମାନ ଆସୁଛି, ମୋ ଭିତରେ ଅହଙ୍କାର ମୁଣ୍ଡ ଉଠେଇ କଥା କହୁଛି, ମୁଁ ଖାଲି ହଉଛି। ଆରେ ସମଗ୍ର ସଂସାର ଯେତେବେଳେ ମୋର, ମୁଁ ଭଗବାନଙ୍କର ସନ୍ତାନ, ଭଗବାନଙ୍କର ସଂସାର ସମଗ୍ର ସୃଷ୍ଟି ହଉଛି ତାଙ୍କର, ସୃଷ୍ଟି ଭିତର ସୃଷ୍ଟି ବାହାର ସବୁ ତ ତାଙ୍କର। ତେଣୁ ମୁଁ ଯେତେବେଳେ ଭଗବାନଙ୍କ ସନ୍ତାନ ସେତେବେଳେ ସମସ୍ତ ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତିର ମାଲିକ ମୁଁ। ଯଦି ମାଲିକ ମୁଁ ତାହେଲେ ମୋ ଭିତରେ ସଂକୀର୍ଣ୍ଣ ମନ ଆସିବ କୋଉଠୁ? ଆଉ ବେଳେ ବେଳେ ଆଉ ଗୋଟେ ଜିନିଷ ଆସେ, ଯେହେତୁ ମୁଁ ମାଲିକ ତେଣୁ ସବୁ ଯେହେତୁ ମୋର, ତେଣୁ ମୁଁ ତାକୁ ଯେମିତି ଇଚ୍ଛା ସେମିତି ବ୍ୟବହାର କରିବି।
ताले से जो जेमिति इच्छा सेमिति व्यवहार करी माने निजर संकीर्णता पुणी पशिला सेठी विरोधी शक्ति मते कबलित कला कारण मु जेहेतु भगवान संतान भगवान जो भली भावरे परिप्रकाश हवा पई चाहती जो भली भावरे तांको सृष्टि रे सृष्ट होइथिबा वस्तु सकल ठारू आरंभ करी शक्ति माने समस्ते परिचालित हवाकू भगवान जेमती चाहती सेमिति जदि मु परिचालित न होउछि ताहले मु अन्य कहा द्वारा परिचालित होउछि से जो अन्य कहा द्वारा परिचालित होउछि ता भीतर विरोधी शक्ति होउछि गोटे शक्ति जे कि मते परिचालित करे हम जदिन कथा होतिले तीन प्रकार शक्ति हमको परिचालित करନ୍ତି गोटे प्रकृति शक्ति रही गोटे विरोधी शक्ति रही आउ डिवाइन फोर्स रही डिवाइन फोर्स मो भीतर सब अपेक्षा कर रही केतेबेले मु तांको कथा सुनी प्रकृति से तार सृष्टि मात्र के आम सहित केते गुडे फैक्टर बा केते गुडे गुणावली आम सहित देइछि केते गुडे सामर्थ्य देइछि केते गुडे अभाव भी देइछि जेमति आमे कोष सने की रही कोष नहीं रही आम खाद्य आवश्यकता रही से भाई केते जिनस सब आडू रही तेणु सी प्रकृति शक्ति विरोधी शक्ति सी आमर अपेक्षा कर रही था कौ समय मत आक्रमण कर मो भीतर दुर्बल मुहूर्त को से अपेक्षा करे आम कथा होते केमती मत सी नचेकरी जो शक्ति मोर क्षय हुए ताको खाईकरी से बंचे तेणु विरोधी शक्ति मते आक्रमण करुछि यही कनसेप्ट मो भीतर आसीबा दरकार न आमर कौन हुए आमे बेले बेले भाबू जे तो मुटा भारी खराब मोर सब प्रकृति रही तामाने से जो शक्ति मते कबलित करुछि मु ताकू मोर बोली निजर बोली जेतेबेले ताकू ग्रहण करि नेली सेतेबेले एई कथा मु कहि जेतेबेले निजर बोली मु ताकू भाबुछि ताले से तड़ी हबो केमिति तेणु मा प्रथम शर्त कहउचंती तमे निजकू डाकी की कुह काहाकू निजकू आगो बुझाओ एवं विरोध शक्ति को डाकी की कुह जे तुमे बाहर आसीच मते तुमे आक्रमण करुच निजकू कुह मा से देखो निजकू कुह विरोधी शक्ति बाहर आछी आ मते आक्रमण करुची तापर लाइन टा आउ गोटे कथा कहले सेटा टिके कष्ट लागि पारे हमकू किंतु मो प्रकृति रे एपरि किछि अछि जहार कि एहा सहित सामंजस्य अछि ता नहले से मते आक्रमण करी पारंता नाही ये होची अट्रैक्टिव फोर्सेस लुहा आउ चुंबकर संपर्क जेमती तेणु जोठी भी चुंबक रहिला लुहा सेडू टाणी ही आसो ता पाखापाखि है माने से घोषाड़ी आसो तार शक्तिर बलय जेतिकी रही मैग्नेटिक फोर्स जो बलय जेतिकी रही से बलय भितर पशिला माने से टाणी आनिबो तेणु माँ ये आमको सतर्क कर दौरान जितेबाला विरोधी शक्ति मत आक्रमण करुच्ची ता अर्थ मो भितरे कौन सत्ता भितरे कौन ना कौन प्रकार रे ता प्रति एक दुर्बलता रही ता प्रति डाके भी आग्रह प्रकाश करे से विरोधी शक्ति से शक्ति को आह्वान भी करें से माने मो भितर एपरी किसी अच्छी जार कि यह सहित सामंजस्य अच्छी ये सामंजस्य अच्छीटा डाकिबा भी हो पारे दुर्बलता भी हो पारे ता सहित जेहेतु आम अज्ञतार बसवास करुचे तेणु से प्रकार जो सत्ता मो भीतर रही जे कि रूपांतरित हवा दरकार कारण आम रूपांतर आम लक्ष्य तेणु सी मुंड टेकी उठी तेणु ता सहित एका प्रकार हो गला सामंजस्य हो गला तेणु से टाणी ही पलि आसिला ता नहले से मते आक्रमण करि पारंता नाही तेणु स्वाभाविक भावे आम प्रथम काम हम जी कौ सत्ताटी मो भीतर रही ता भलिया अच्छी
से प्रकृति मो भीतर रही कि परिवर्तन हवापाई आवश्यक कर सत्ताटी ताकू मु खोजिकी बाहर करी तापरे ताकू मो भितर विदा करदेवी केते प्रकार कथा कहले एक रे कहले ताकू जदी विदा करिवार सामर्थ्य अछि ताकू विदा कर दियो ताकू रूपांतरित करिवि से परिवर्तन हो जीवो उच्चतर शक्ति रे उच्चतर शक्ति अनुसार काम करिवो किंबा चेतनार आलोक ता ऊपर पकाई ताकू सचेतन करदेवी किंबा ताकू चिरदिन पई फाटक डिआई बाहर करदेवी जदि देखा जाए जदि आम भीतर सामर्थ्य रही विदा करने ताମାନେ ଆମର ବ୍ୟକ୍ତିତ୍ୱ ଯେତେବେଳେ ଗଠନ ହେଇଯାଇଥିବ ଯେତେ ଅଧିକରୁ ଅଧିକ ଆମେ ମାଙ୍କ ଚେତନା ସହିତ ସଂଯୁକ୍ତ ହେଇ ରହିଥିବା ତାହେଲେ ଆମ ଭିତରେ ସାମର୍ଥ୍ୟ ଆସିଯିବ ତାକୁ ଏକ ନା ପଳା ଯା ତା ବିଦା କରିବାରେ ମୋର ସାମର୍ଥ୍ୟ ଆସିଯିବ ଆଉ ସେ ପ୍ରଚେଷ୍ଟାର ଗୋଟେ ପାବଛ ହଉଛି ଚେତନାର ଆଲୋକ ତା ଉପରେ ପକାଇ ତାକୁ ସଚେତନ କରିବ ତାକୁ ରୂପାନ୍ତର କରିବ ମା କହୁଛନ୍ତି ଏଇ ଯୋଉ ନିଜ ଭିତରରେ ଆଗ ଏଇ ସ୍ପନ୍ଦନ ସୃଷ୍ଟି ହବା ଦରକାର ଯେ ନାଇଁ ଏଇ ଶକ୍ତିଟି ମତେ ଆକ୍ରମଣ କରିଛି ଏଇଟା ମୋ ନିଜର ନୁହଁ ତେଣୁ ମୁଁ ଆକୁ ବିଦା କରିବି କିମ୍ବା ତାକୁ ଚେତନାର ଆଲୋକ ପାଖରେ ନେଇ ରଖିବି ତାକୁ ସଚେତନ କରେଇଦେବି जदि से सचेतन न होला ताले ताकू रूपांतर करेबी जदि से रूपांतर न होउची ताले चिरदिन पई फाटक डियाईटा बाहर कर देबी जेपरि कि से आउ मो भीतर को आसी गोलमाल न करे से मार तब कहले कौन है इतर बाट गोटे बाट मिलला ना ना रक्षा पाया पे देखो सामर्थ्य अच्छी विदा कर दियो फोपाड़ी दियो ताकू सामर्थ्य नहीं चेतनार आलोक पकाओ ताकू सचेतन कराओ ताकू रूपांतरित करने मां को पाखे थोई दियो भितरे धारणा भितरे निश्चयता बोध रहा दरकार दीटा निश्चयता बोध गोटे निश्चयता बोध होची एटा मोर निजर नुह एटा बाहर मत आसी मत आक्रमण कर द्वितीय कथा है कौन ताकू गोलमाल करने मु सुजोग भी देवी नहीं एथिरे निजे निश्चित हवा दरकार जे मु ताकू मो भीतर सुजोग देवी नहीं मजा कथा कौन हुए जदि तमे ताकू टिकिए सुजोग देल बेले बेले आमर रुचि आमर पसंद आमर आमर जो प्रकार जुक्ति से प्रकार आवश्यकता से प्रकार जुक्ति से देखिकी बाहर को समर्थन करे जो समय रे तमे ताकू समर्थन करने आरंभ कल ता माने तमे ता कबल रे पड़ी गल आउ सेथिरु बाहरी आसीबा कष्ट हबो धीरे धीरे ता कथा सब ठीक लगिवो धीरे धीरे से अनुसार तमे कार्य करिबा आरंभ करिवो प्रथम प्रथम हुए तो पार्श्वकर जावाक भल लगुला माँ को कथा शुणा भल लगुला ता पर मुहूर्त आसो हे ये मत केवल टाइटा परा कर कहते ये मोरी आड़ को लक्ष्य कर तार कहीं से समय तुमर जहाँ जहाँ प्रकृतिर चली आलोचन से गुड़ाक पड़ जाऊ देखो यहाँ केवल बड़ सुजोग कथा प्रकृत जे मो भितर जो प्रकार प्रवृत्ति चली से प्रकार प्रवृत्तिर डिस्कसन पार्चक्य रही ताहले खुशी हवा कथा जहाँ मत बाट बतेवाई कौन केमती मु बाटर चलि माँ यहाँ जानी शुणिकी आलोचना कराउछंती न होकर केते जन व्यक्ति कौन कहती शुणी मु निजे भी शुणी जे ये जानी शुणिकी पिन मारिक मत कहते देख केते माने मन करा जाऊ देख आमे गोटे काम दरकार होची आमे चेष्टा करछे समस्ते आमे आशा करुचे जे इटा जे बहुत भल भाव करि पारंती सी जदि आसंते ना एते शीघ्र हो जाता जो सी आसी पहुंची गले ताले आमे खुशी हो जबनी जा हो ए पळे आसिले हो जे खुशी न होउची ता माने कोन से व्यक्ति को चाहू नहीं जे से आसु एवं मो कामटी सहज हो कहीं ना लोक ताको क्रेडिट दे दे मत क्रेडिट देवे नहीं जे ता जो हो गला यही भाव जो रही तेणु जी आसिले कामटी सहज हो जाए सी आसिले आमे खुशी हो न था तेणु से भाव में
ଯେତେବେଳେ ପାଠଚକ୍ରରେ ଆଲୋଚନାରେ ତୁମରି କଥା ପଡୁଥିବ, ତୁମରି ଦୁର୍ବଳତା ଯାହା ଯାହା ରହିଛି ସେଇ ବିଷୟ ଆଲୋଚନା ସେ କରୁଥିବେ, ସେତେବେଳେ ତମେ ଖୁସି ହବା କଥା, ଆରେ ଯାରେ ହେଇ ମୁଁ ଏଇଟା କେମିତି କଣ ଏଥିରୁ ଉଦ୍ଧାର ପାଇବି ବୋଲି ଚିନ୍ତା କରୁଥିଲି, ଆରେ ପାଠଚକ୍ରରେ ତ ମୋରି ବିଷୟରେ ଆଲୋଚନା ହଉଛି। ଖୁସି ହୁଅନ୍ତି ଯେଉଁ କେତେ ଜଣ। କାହିଁ ଖୁସି ହୁଅନ୍ତି ନା ସେମାନେ ନିଜେ ଅଗ୍ରଗତି କରିବାକୁ ଚାହାନ୍ତି, ତେଣୁ ଖୁସି ହୁଅନ୍ତି। ଆଉ କେତେ ଜଣ ଥାନ୍ତି ସିଏ କହନ୍ତି ଇଏ ମତେ ଦେଖେଇ ଦେଖେଇ ଜାଣି ଶୁଣି କହୁଛି, ତାମାନେ ସେମାନଙ୍କର ସେଇ ଯୋଉ ପ୍ରବୃତ୍ତି ପ୍ରତି ଏକ ନିଜ ଆଡୁ ସମର୍ଥନ ରହିଛି, ତେଣୁ ସେ ପ୍ରବୃତ୍ତି ସେ ବିରୋଧୀ ଶକ୍ତିର ଆକ୍ରମଣ ତାଙ୍କ ପାଖରେ ରହିବ ଏବଂ ସେ ସେଇଥିରେ ବସବାସ କରିବେ। ତେଣୁ ସେମାନଙ୍କର ପରିବର୍ତ୍ତନ ରୂପାନ୍ତର ହେଇପାରିବ ନାହିଁ ଏବଂ ଚିରଦିନ ସେମାନେ ଗୋଳମାଳିଆ ସ୍ଥିତିରେ ରହିବେ। ଆଉ ଯିଏ ଯିଏ ଚାହୁଁଛି, ଯିଏ ଆଶ୍ରୟ କରୁଛି, ତା ପାଇଁ ବାଟ ନିଶ୍ଚୟ ରହିଛି। ମା ସେଥିପାଇଁ କହୁଛି ଏଇ ଯୋଉ ଦେଖିଲ ନା, ଏଥିରୁ ରଖିବା ପାଇଁ ବାଟଟେ ମିଳିଲା ନା ନାହିଁ, ମିଳିଲା। ତାପରେ କହୁଛନ୍ତି ଯେତେବେଳେ ସେଇ ବିରୋଧୀ ଶକ୍ତି ତୁମକୁ ଆକ୍ରମଣ କରିବାକୁ ଆସେ, ସେତେବେଳେ ତା ସହିତ ସାମଞ୍ଜସ୍ୟ ଥିବା ତୁମ ଭିତରର କୌଣସି ସତ୍ତା ଉଚ୍ଚାଟ ହୋଇ ତାକୁ ଡାକି ଆଣେ। ଇଏ ଆଉ ଥରେ କହିଲେ, କହିଲେ ଖାଲି ତମ ଭିତରେ ତାର ଲାଇକିଂ ଜିନିଷ ତମ ଭିତରେ ଅଛି ନୁହଁ, ତାମାନେ ତମ ଭିତରେ କିଛି ନା କିଛି ପରିମାଣରେ ସେଇ ବିରୋଧୀ ଶକ୍ତିର କାର୍ଯ୍ୟକ୍ରମ ପ୍ରତି ତମର ସମର୍ଥନ ରହିଛି। ଯୋଉ ସମର୍ଥନ ରହିଛି ସିଏ କଣ କରେ, ଉଚ୍ଚାଟ ହୋଇକି ତାକୁ ଡାକି ଆଣେ। କେମିତି? ଆମେ ବେଳେ ବେଳେ ଇଚ୍ଛା କରୁ, ଯେମିତି ରୋଗକୁ ଡାକୁ ସେମିତି ରୋଗ ବି ଆସେ। ମତେ ଟିକେ ଜର ହଅନ୍ତାନି କି, ହବ ଜର। ତାର ମୋ ସହିତ ଭଲ ପଡୁନାହିଁ, ସିଏ ମୋ ଉପରେ ଖାଲି ଚିଡଚିଡି ହଉଛି, ତା ମାନେ ମୋ ଭିତରୁ ସେଇ ଯୋଉ ଭାବଟା ବାହାରି ଗଲା, ତେଣୁ ସିଏ ଚିଡଚିଡି ହବ। ଦେଖନ୍ତୁ ସିଏ ନର୍ମାଲ ତାର ଚିଡଚିଡି ହଉଛି, ସେଟା ତାର ପ୍ରକୃତି, କିନ୍ତୁ ତମେ ତାକୁ ଡାକ ନାହିଁ। ତେଣୁ ଦେଖିବାକୁ ପଡିବ କୋଉ ସତ୍ତାଟି ମୋ ଭିତରେ ରହି ତାକୁ ଉଚ୍ଚାଟ ହେଇକି ଡାକି ଆଣେ। ମା ଲକ୍ଷ୍ମୀ କଣ ଉଚ୍ଚାଟ ହେଇ ତାକୁ ଡାକି ଆଣେ। ସେମାନଙ୍କ ଭିତରେ ଏକ ପ୍ରକାର ମିଳନ ଘଟିଯାଏ। ତେଣୁ ସେ ସମୟରେ କଣ କରିବ, ସେଇ ସମୟରେ ତୁମେ ପୁରା ଅଭିଭୂତ ହୋଇ ନ ଯାଇ ବା ଅଚାନକ ବିସ୍ମୟରେ ନିଜର ସତର୍କତା ନ ହରାଇ ଅତି ନିକଟରୁ ନିରୀକ୍ଷଣ କରିବ ତୁମ ଭିତରେ କଣ ଏପରି ସ୍ପନ୍ଦନ ସୃଷ୍ଟି ହଉଛି। ତେଣୁ ତମେ ସେଠି ନିଜକୁ ଦୂରେଇକି ରଖିବା କଥା। ସିଏ ଯୋଉ ଘଟଣାଟି ଘଟୁଛି ବା ସେ ଯୋଉ କଥା କହୁଛନ୍ତି ତା ସହିତ ନିଜକୁ ଆଉ ଏକୀଭୂତ ନ କରି ତାଠୁ ଟିକେ ଦୂରେଇ ରହିବ, ତା ଭିତରେ ଅଭିଭୂତ ହେଇଯାଅ ନା, ଓ କି ବଢିଆ କଥା ନାଇଁ। କିମ୍ବା ଅଚାନକ ବିସ୍ମୟରେ ନିଜର ସତର୍କତା ହରାଉନି, ସେଇଥିପାଇଁ ଏଇ ଚିତ୍ରରେ ଗୋଟେ ସୁରକ୍ଷା ବଳୟଟେ ତା ଚାରିପଟେ ତିଆରି କରିଦେଇছে। ସତର୍କତା ହରାଇବ ନାହିଁ, ତାକୁ ନିରୀକ୍ଷଣ କରିବ ଯେ ମୋ ଭିତରେ କଣ ସ୍ପନ୍ଦନ ସୃଷ୍ଟି ହଉଛି। ଯୋଉ ବାହାରର ଘଟଣାଟି ମୁଁ ଦେଖୁଛି ବା ଯୋଉ ଶକ୍ତିଟି ମତେ ଆକ୍ରମଣ କରୁଛି, ମୁଁ ତାକୁ ଚିହ୍ନିବି। ମା କହୁଛନ୍ତି ଯଦି ତମେ ଏଇଟା ନିଜେ ଅଭିଭୂତ ନ ହେଇ ତାକୁ ନିରୀକ୍ଷଣ କରିବା ପାଇଁ ସଂକଳ୍ପ କରୁଛ, ତାହେଲେ ତୁମେ ଏହାକୁ ଠିକ ଧରି ଦେଇ ପାରିବ। ତାମାନେ ସେ ଯୋଉ ଟେକ୍ନିକ ରେ ତମ ଆମକୁ କବଳିତ କରିବାକୁ ଚାହୁଁଥିଲା, ତମେ ତାକୁ ଧରି ଦେଇ ପାରିବ। ଆଉ ଧରିବା ସାଙ୍ଗେ ସାଙ୍ଗେ ତମେ କଣ କହିବ, ତୋ ବନ୍ଧୁ ମାନଙ୍କ ସହ ତୁ ବାହାରି ଯା, ମୁଁ ଏଠାରେ ତୋତେ ଆଉ ଗୋଟାଏ ମୁହୂର୍ତ୍ତ ବି ଚାହେଁ ନାହିଁ। ଏଇ ପ୍ରକାରର ଯୋଉ ନିଶ୍ଚୟତା ବୋଧ ନେଇକି କହିଲା ମାନେ ଅଟୋମେଟିକାଲି କଣ ହବ ନା ତାର ଶକ୍ତି କ୍ଷୟ ହେଇଯିବ। ତେଣୁ ସିଏ ବାହାରି ଚାଲିଯିବ, ସିଏ ବାହାରି ଚାଲିଯିବ ହେଲା। ତେଣୁ ଆମେ କଣ କରିବା, ତାକୁ ନିଜର ବୋଲି ଭାବିବା ନାହିଁ। ସାରାଂଶରେ ଆମେ ଦେଖିବା ମା କଣ କହୁଛନ୍ତି, ପ୍ରତିକୂଳ ଶକ୍ତି ମାନଙ୍କର ଆକ୍ରମଣ ସବୁ ନିଶ୍ଚୟ ହବ, ଏଇଟା ଆମେ ମନେ ରଖିବା, ହବ ନିଶ୍ଚୟ। ଆଉ ସେଗୁଡାକ ଆମକୁ ସାଧନା ପଥରେ ପରୀକ୍ଷା ସ୍ୱରୂପ ନବ। ମା କହୁଛନ୍ତି ତମେ ତାକୁ କଣ କରିବ, ସାଧନା ପଥରେ ପରୀକ୍ଷା ସ୍ୱରୂପ ନବ, ତାକୁ ନିଜର ସାମର୍ଥ୍ୟ ବୃଦ୍ଧି ପାଇଁ ବ୍ୟବହାର କରିବ। ଡାକିବ ନାହିଁ, ଆସେ ବୋଲି ଡାକିବ ନାହିଁ, ଆସିଲେ ତାକୁ ପରୀକ୍ଷା ଭଳିଆ ନବ। ଆଉ ପ୍ରତ୍ୟେକ ପରୀକ୍ଷା ପରେ ଅଟୋମେଟିକାଲି ଆମର ସାମର୍ଥ୍ୟ ବଢିଯାଏ। ତେଣୁ ସେତେବେଳେ ଆମେ ଦେଖିବା ଯେ ଆମର ଗୋଟିଏ ପାଦ ଆମେ ଆଗକୁ ଗତି କରି ସାରିଛନ୍ତି। ଆଉ ଯୋଉ ସମୟ ଯୋଉ ଘଟଣା ଘଟୁଛି
ସେଇ ଯୋଉ ଅବସ୍ଥିତି ଆମ ମାନଙ୍କ ପାଇଁ ଆବଶ୍ୟକ ବୋଲି ମଧ୍ୟ ମନେ କରାଯାଇପାରେ। ସେଠି ବିରକ୍ତ ନ ହେଇକିରି ହଁ ଆରେ ହେ ଏ ପ୍ରକାର ଘଟଣା ଘଟଣା ନା ଏଥିରୁ କଣ ଶିଖିବାର ଅଛି, ମୋ ଭିତରେ ନିଶ୍ଚୟ କିଛି ରହିଛି ଯୋଉଟା କି ଘଟଣା ଟା ଦେଖନ୍ତୁ ନିଜେ ଇନଭଲଭ ନଥିଲେ ମଧ୍ୟ ବାହାରେ ଯଦି ଗୋଟେ ଘଟଣା ଦେଖୁଛନ୍ତି ସେତେବେଳେ ବି ନିଜେ ଶିଖିଯିବା ଦରକାର। ତେଣୁ ତାକୁ ଆବଶ୍ୟକତା ବୋଲି ମନେ କରି ତା ଭିତରୁ କଣ ଶିଖିବାର ଅଛି ତାକୁ ଶିଖିଯାଅ। ସେଥିପାଇଁ ମାକୁ ଆଉ ଗୋଟେ କଥା କହିଲେ ଏଗୁଡିକ ମୋ ଆତ୍ମାର ନୁହନ୍ତି ଏବଂ ଏମାନଙ୍କ ସହିତ ମୋର କିଛି ସମ୍ପର୍କ ନାହିଁ। ଯୋଉ ଶକ୍ତି ବିରୋଧୀ ଶକ୍ତି ମତେ ଆକ୍ରମଣ କରୁଛି ତାମାନେ ମୋ ଭଗବାନଙ୍କ ବ୍ୟତିରେକ ଯେତେବେଳେ ଆଉ ଯାହା କରୁଛି ସେଗୁଡାକ ଆପଣ ଜାଣିବେ ଯେ ବିରୋଧୀ ଶକ୍ତି ମୋ ଭିତରେ ଦେଇ କରଉଛି। ଅହଂକାରର ଯାବତୀୟ କାର୍ଯ୍ୟ ସଂକୀର୍ଣ୍ଣ ଚିତ୍ତତା ଯେତେବେଳେ ବିସ୍ତୃତତା ନାହିଁ ସଂକୀର୍ଣ୍ଣ ହେଇଯାଉଛନ୍ତି ତାମାନେ ଜାଣିବେ ସେଗୁଡାକ ଆପଣଙ୍କର ନିଜସ୍ୱ ପରିଚୟ ନୁହଁ। କାହିଁକିନା ଭଗବାନ ମୋ ଭିତରେ ଅଛନ୍ତି ସେ ତ ସମସ୍ତଙ୍କୁ ନିଜର କରନ୍ତି। ତମେ ସେଥିରେ ନିଜର ପର କୋଉଠୁ ଆସିଲା? ଏଗୁଡିକ ମୋ ଆତ୍ମାର ନୁହନ୍ତି ଏମାନଙ୍କ ସହିତ ମୋର କିଛି ସମ୍ପର୍କ ନାହିଁ। ତେଣୁ ଯଦି ବିରୋଧୀ ଶକ୍ତି ଆକ୍ରମଣ କଲା ତୁମେ ନିଜକୁ କହିବ ଏଗୁଡାକ ମୋ ନିଜର ନୁହନ୍ତି କିମ୍ବା ଏମାନଙ୍କ ସାଙ୍ଗେ ମୋର କିଛି କାରବାର ନାହିଁ। ଏମିତି ଯଦି ନିଜକୁ କହିପାରିଲ ତାହେଲେ ଏହା ଦ୍ଵାରା ସେମାନଙ୍କୁ ଛିନ ଛତ୍ର କରିବା ଅଧିକ ସହଜ ହୁଏ। ବର୍ତ୍ତମାନ ସେମାନେ ବାହାର ଲୋକ ହେଇଗଲେ ନା ମୋ ପାଇଁ ବାହାର ଲୋକ ହେଇଗଲେ ମାନେ ତାକୁ ଗୋଡେଇକି ବିଦା କରିବା ସହଜ ହେଇଯିବ। ତାପରେ କହିଥିଲେ ଯେ ଯଦି ସେ ବିରୋଧୀ ଶକ୍ତି ଆସିଲା ତାକୁ ଆଇଦର ବିଦା କରିଦେବି ନହେଲେ ତାକୁ ରୂପାନ୍ତରିତ କରିବି। ସମର୍ଥନ କରି କେବେ ଅଭିଭୂତ ତ ହେବି ନାହିଁ। ତାକୁ ରୂପାନ୍ତରିତ କରିବି କିମ୍ବା ଚେତନାର ଆଲୋକତା ଉପରେ ପକାଇ ତାକୁ ସଚେତନ କରିଦେବି କିମ୍ବା ତାକୁ ଚିରଦିନ ପାଇଁ ଫାଟକ ଦିଆଇ ବାହାର କରିଦେବି। ମା ଆମେ ଏଠି ସାରିବା। या कुन्देन्दु तुषारहार धवला या शुभ्रवस्त्रावृता या वीणा वरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिभिर्देवैः सदा वन्दिता सा मां पातु मीरा भगवती निःशेषजाड्यापहा। ॐ या कुन्देन्दु तुषारहार धवला या शुभ्रवस्त्रावृता या ब्रह्माच्युतशङ्कर प्रभृतिभिर्देवैः सदा वन्दिता सा मां पातु मीरा भगवती निःशेषजाड्यापहा। ॐ या कुन्देन्दु तुषारहार धवला या शुभ्रवस्त्रावृता या ब्रह्माच्युतशङ्कर प्रभृतिभिर्देवैः सदा वन्दिता सा मां पातु मीरा भगवती निःशेषजाड्यापहा। ॐ शान्ति शान्ति शान्ति। Ma. Thank you, Laraver.